ମୁଁ ଆପଣଙ୍କର କଥାକାର ତଥା ଲେଖକ ତଥା ଗବେଷକ ଏବଂ ଅଧ୍ୟାପକ ପ୍ରଶାନ୍ତ ଦାସ। ମୁଁ ଆପଣମାନଙ୍କ ପାଖରେ ଗୋଟେ ବହୁତ ଭଲ କଥାଟି ନେଇକି ଆସିଛି। ଏ କଥାଟି ହେଉଛି ଯେ କନସେନ୍ଟ୍ରେସନ ଅଫ ମାଇଣ୍ଡ ବା ଫୋକସ୍ ଟୁ ୟୁର ଗୋଲ୍। ଅନେକ ଛାତ୍ରଛାତ୍ରୀ ଯେତେବେଳେ ପାଠ ପଢିବା ପାଇଁ ଆସୁଛନ୍ତି ଆମ ପାଖକୁ, ଆମେ ଦେଖୁଛୁ ଯେ ପ୍ଲସ୍ ଟୁ ସାଇନ୍ସ ପରେ ସେମାନେ କିଏ କହୁଛି ମୁଁ ଡାକ୍ତର ହେବି, କି ତାପରେ ପୁଣି କହୁଛି ଇଞ୍ଜିନିୟର ହେବି, ପୁଣି କିଛି ଦିନ ପଢି ସାରିଲା ପରେ ସେ କହୁଛି ମୁଁ ଆଇଏଏସ୍ ଅଫିସର ହେବି। ଏଇ ଯୋଉ ଲକ୍ଷ୍ୟ ଭ୍ରଷ୍ଟ ପିଲାମାନଙ୍କର ଘଟୁଛି, ସେମାନେ ଯୋଉ ଗୋଟେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇକି ଆଗକୁ ଆସୁନାହାନ୍ତି, ତାଫଳରେ ସେମାନେ ଫୋକସ୍ ଟୁ ଏଜୁକେସନ ବା ଫୋକସ୍ ଟୁ ଏମ୍ ହେଇପାରୁନାହାନ୍ତି ବା ଫୋକସ୍ ଟୁ ଗୋଲ୍ ହେଇପାରୁନାହାନ୍ତି, ଯାହାଫଳରେ ତାଙ୍କ ଲକ୍ଷ୍ୟ ଯୋଉଠି ପହଞ୍ଚିବା କଥା ସେଠି ସେମାନେ ପହଞ୍ଚି ପାରୁନାହାନ୍ତି। ଏଠି ଗୋଟେ ସୁନ୍ଦର ଗପ ଆପଣ ଅର୍ଜୁନଙ୍କର କଥା ନିଶ୍ଚୟ ଶୁଣିଥିବେ। ଗୀତାରେ ଯେତେବେଳେ ପ୍ରଭୁ ଶ୍ରୀକୃଷ୍ଣ କହିଲେ ଯେ ତମେ କଣ ଦେଖୁଛ ସେ ଗଛରେ, ସମସ୍ତେ ଦେଖିଲେ, ଯୁଧିଷ୍ଠିର ଦେଖିଲେ, ଭୀମ ଦେଖିଲେ, ନକୁଳ ଦେଖିଲେ, ସହଦେବ ଦେଖିଲେ, ସମସ୍ତେ ଦେଖିଲେ, କିନ୍ତୁ ଅର୍ଜୁନ ଯେତେବେଳେ ଦେଖିଲେ ସେ ଗଛଟିକୁ, ସେ କହିଲେ ମୁଁ ଗୋଟିଏ ଜିନିଷ ଦେଖୁଛି, କଣ ନା ସେଠି ଗୋଟେ ଗଛ ଅଛି, ସେ ଗଛ ଉପରେ ଗୋଟେ ଚଢେଇ ଅଛି, ସେ ଚଢେଇର ଆଖି ମତେ ଦେଖା ହଉଛି, ଆଉ ସେ ଆଖିଟାକୁ ମତେ ମାରିବାର ଅଛି। ଅର୍ଥାତ୍ ମୋର କହିବାର କଥା ହଉଛି, ଆପଣମାନେ ସମସ୍ତେ ଗୋଟେ ଜିନିଷ ଲକ୍ଷ୍ୟ କରୁଥିବେ, ଯଦି ଆମେ ସମସ୍ତେ ଯେମିତି ଅର୍ଜୁନକୁ କୁହାଗଲା ଯେ ସେ ଆଖିକୁ ତମକୁ ମାରିବାର ଅଛି, ତମ ଫୋକସ୍ ହଉଛି ସେ ଆଖି, ତେଣୁ ପ୍ରତ୍ୟେକ ଲୋକ ସେଇଭଳି ଅର୍ଜୁନଙ୍କର ଯେମିତି ଆଖିକୁ ମାରିବାର ଥିଲା ଏବଂ ସେ ଫୋକସ୍ ହେଲେ ଯେ ମୁଁ ଆଖିକୁ ମାରିବି, ପ୍ରତ୍ୟେକ ପିଲା ଯେତେବେଳେ ପ୍ଲସ୍ ଟୁ ସାଇନ୍ସ ବା ପ୍ଲସ୍ ଟୁ ଆର୍ଟ୍ସ ବା କମର୍ସକୁ କ୍ୟାରିୟର କରିକି ଆରମ୍ଭ କରୁଛି, ସେ ଫୋକସ୍ କରୁଛି ମୁଁ ଜୀବନରେ କଣ ହେବି। ଅନେକ ଛାତ୍ରଛାତ୍ରୀ ସେମାନେ ଫୋକସ୍ କରିପାରୁନାହାନ୍ତି ଯେ ଜୀବନରେ କଣ ହେବେ ବୋଲି। ସେମାନେ ବାପା କହିଲେ ଡାକ୍ତର ହବା ପାଇଁ, ମା କହିଲା ଇଞ୍ଜିନିୟର ହେବା ପାଇଁ, ଆଉ ଜଣେ ଆସିକି ତାଙ୍କର କହିଥିଲା ଯେ ଆଇଏଏସ୍ ଅଫିସର ହବ, ପୁଅ କନଫ୍ୟୁଜ ହେଇଗଲା କଣ ହେବି, ଯାହାଫଳରେ ସେ କିଛି ହେଇପାରୁନି। କିଏ ବି ମଝିରେ କହିଥିଲା ଯେ ଓକିଲାତି କରିବୁ, କିଏ କହିଲା ହୋମିଓପାଥି କରିବୁ, ତେଣୁ କିଏ କହିଲା ରାଜନୀତି କରିବୁ। ଆ ଭିତରେ ପିଲାଟି କନଫ୍ୟୁଜ ହେଇଯାଉଛି ମୁଁ ଜୀବନରେ କଣ କରିବି। ସେ ବାପା ମା ଆଉ ସମାଜ ଭିତରେ ଏପରି ଭାବରେ ସେ ହେଇକିରି ବାହାରୁଛି, ଯାହାଫଳରେ ସେ କଣ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଆଗକୁ ଯିବ ସେ କିଛି ଲକ୍ଷ୍ୟ ନିର୍ଦ୍ଦିଷ୍ଟ କରିପାରୁନି। ଏଇ ଗଳ୍ପରୁ ଆମେ ଗୋଟେ ଛୋଟ କଥା, ଅର୍ଜୁନଙ୍କ ଯୋଉ ଗୀତାର କାହାଣୀରୁ ଆମେ ଗୋଟେ କଥା ଶିଖିବା ଦରକାର ଯେ ପ୍ରତ୍ୟେକ ମଣିଷ ଯେ ଯେପରି ଅର୍ଜୁନ ନିର୍ଦ୍ଦିଷ୍ଟ ଭାବରେ ସେ ଚଢେଇର ଆଖିକୁ ଲକ୍ଷ୍ୟ କରି ଫୋକସ୍ ଥିଲେ, ସେମିତି ପ୍ରତ୍ୟେକ ପିଲା ମଧ୍ୟ ତାର ଲକ୍ଷ୍ୟକୁ ନିର୍ଦ୍ଦିଷ୍ଟ କରିବା ଦରକାର। ଧନ୍ୟବାଦ। ଜୟ ଜଗନ୍ନାଥ। ନମସ୍କାର। ଶଶୀ ତରଫରୁ ମୋର ଆପଣଙ୍କୁ ଗୋଟିଏ ଅନୁରୋଧ ରହିବ, ଆମର ଯୋଉ ଶଶୀ ମୋଟିଭେସନ ଚ୍ୟାନେଲଟି ରହିଛି, ଆମେ ପ୍ରତ୍ୟେକ 3 ଦିନକୁ ଥରେ ଆପଣଙ୍କ ପାଇଁ ଗୋଟେ ନୂଆ କାର୍ଯ୍ୟକ୍ରମ ନେଇକି ଆସିବୁ, ଯାହା ସମାଜ ପାଇଁ ଏବଂ ବ୍ୟକ୍ତିବିଶେଷ ମାନଙ୍କ ପାଇଁ ଏବଂ ଆବାଳ ବୃଦ୍ଧାବନିତାଙ୍କ ପାଇଁ ନିଶ୍ଚୟ କିଛି ମୋଟିଭେସନ ଦବ ବୋଲି ମୋର ଆଶା ବିଶ୍ୱାସ। ମୁଁ ଏତିକି ଆପଣମାନଙ୍କୁ ଅନୁରୋଧ କରିବି, ଶଶୀ ଯୋଉ ମୋଟିଭେସନାଲ ଚ୍ୟାନେଲଟି ରହିଛି ଆପଣମାନେ ନିହାତି ତାକୁ ସବସ୍କ୍ରାଇବ କରନ୍ତୁ ଏବଂ ଅନ୍ୟ ଲୋକମାନଙ୍କ ପାଖକୁ ନିଶ୍ଚୟ ପଠାନ୍ତୁ। ନିଶ୍ଚୟ ଆପଣମାନଙ୍କୁ ଭଲ ଲାଗିବ ବୋଲି ମୋର ଆଶା ବିଶ୍ୱାସ। ଆମେ କେମିତି ଆଗକୁ ବଢିବୁ ସେଥିରେ ଆପଣମାନେ ସହଯୋଗ କରିବେ ବୋଲି ମୋର ଏକାନ୍ତ କାମ୍ୟ। ଧନ୍ୟବାଦ।